ଜୟ ଜଗନ୍ନାଥ ଦର୍ଶକନ୍ତୁ ପୁଣି ପାଣିପାଗ ଅପଡେଟରେ ଆପଣମାନଙ୍କୁ ସ୍ୱାଗତ। ଓଡ଼ିଶାର ପାଣିପାଗ ସୂଚନା ଅନୁଯାୟୀ ରାଜ୍ୟର ଭିନ୍ନ ଜିଲ୍ଲାରେ ପାଗ ପରିବର୍ତ୍ତନ ଦେଖିବାକୁ ମିଳିବ। କେତେକ ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ କେତେ ଅଞ୍ଚଳରେ ପାଗ ଶୁଖିଲା ରହିବ। ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏହି ଅଞ୍ଚଳରେ ବର୍ଷାର ସମ୍ଭାବନା କମ୍। ଏହି ଜିଲ୍ଲାର ତାପମାତ୍ରା ଅଧିକ ହୋଇପାରେ, ତେଣୁ ଏହି ଜିଲ୍ଲାମାନଙ୍କର ଅଧିକ ଗରମ ଅନୁଭୂତି ହେବ। ଦର୍ଶକ ବନ୍ଧୁ, ଆପଣଙ୍କୁ ଗୋଟିଏ ରିକ୍ୱେଷ୍ଟ, ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ଏହି ଭିଡିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ପାଇପାରିବେ। ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର। କାଳବୈଶାଖୀ ପ୍ରଭାବରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହୋଇପାରେ। ଯାଜପୁର, କେନ୍ଦ୍ରାପଡ଼ା ଏବଂ ଢେଙ୍କାନାଳ ଏଠାରେ ସ୍ୱଳ୍ପ ମଧ୍ୟମ ଧରଣରୁ ବର୍ଷା ହେବାର ସଂକେତ ରହିଛି। ବର୍ଷା ଏବଂ କାଳବୈଶାଖୀ ସମୟରେ ପବନ ବେଗ ସାଧାରଣତଃ ଅଧିକ, ଘଣ୍ଟା ପ୍ରତି 40ରୁ 50 କିଲୋମିଟର ପବନ ବେଗ ବହିବ। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଏହି ଭିଡିଓଟି ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ପାଇପାରିବେ। ଆଜିର ପାଣିପାଗ ଅପଡେଟଟି ଏଇଠି ସମାପ୍ତ କରୁଛି। ପୁଣି ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ ପାଇଁ।